ରାଧେ ରାଧେ ସାଙ୍ଗମାନେ, ମୁଁ ମାମୁନି ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଗଞ୍ଜାମ ଝିଅ କନ୍ଧମାଳ ବୋହୂକୁ। ତ ଆପଣମାନଙ୍କ ପାଇଁ ମୁଁ ନେଇ ଆସିଛି ନୂଆ ସକାଳର ଆଉ ଗୋଟେ ନୂଆ ଭିଡ଼ିଓ ନେଇକି। ଆଉ ଯେହେତୁ ମୁଁ ଆପଣମାନଙ୍କୁ ପୂର୍ବ ଭିଡ଼ିଓରେ କହିଥିଲି ମାତା ରାଣୀଙ୍କୁ ଦର୍ଶନ କରିସାରିଲା ପରେ ଆମେ ଭୈରବନାଥଙ୍କୁ ଦର୍ଶନ କରିବା ପାଇଁ ଯିବା। ତ ବର୍ତ୍ତମାନ ଆମେ ଆସିଯାଇଛୁ ଭୈରବନାଥଙ୍କୁ ଦର୍ଶନ କରିବା ପାଇଁ। ଆମେ ଭାବିଥିଲୁ କି ରାତି ଆସି ଭୈରବନାଥଙ୍କୁ ଦର୍ଶନ କରିବୁ, କିନ୍ତୁ ଆସିପାରିଲୁ ନାହିଁ, ବହୁତ ଥକି ଯାଇଥିଲୁ। ତ ରେଷ୍ଟ କରିନେଇଥିଲୁ କିଛି ଘଣ୍ଟା। ତାପରେ ଯେତେବେଳେ ସକାଳ 5ଟା ହେଲା, 5ଟାରୁ ଆମେ ଜର୍ଣ୍ଣି ଷ୍ଟାର୍ଟ କଲୁ ଭୈରବନାଥଙ୍କୁ ଦର୍ଶନ କରିବା ପାଇଁ। ତ ତାପରେ ଏଠି ଦେଖିପାରୁଥିବେ ଇଏ 6ଟା ଟାଇମ୍ର ଭ୍ୟୁ, ମାନେ ପୁରା ପାହାଡ଼ ଉପରେ ଆମେ ଆସିଅଛୁ ଭୈରବନାଥଙ୍କ ପାଖରେ। ତ ତାଙ୍କ ପାଖରେ ଏମିତି ବାଉଣ୍ଡ୍ରି ବୁଲିଛି ପାହାଡ଼ ଉପରେ, ତ ପୁରା ପାହାଡ଼ର ମଜା ଆପଣମାନେ ନେଇପାରିବେ ଯେମିତି ଆମେ ବି ନେଇଥିଲୁ। ଇଏ ଦେଖିପାରୁଥିବେ, ଏ ମନ୍ଦିର ହେଉଛି ଭୈରବନାଥଙ୍କ ମନ୍ଦିର। ବର୍ତ୍ତମାନ ଆଳତି ଚାଲିଛି ଆଉ ଇଏ LED ଲାଗିଛି। ତ ଆମମାନଙ୍କୁ ଦେଖିପାରୁଥିବେ ଆମେ କେମିତି ଦେଖାଯାଉଛୁ, ମାନେ ଏତେ ଶୀତ ଉପରେ ହେଉଥିଲା, ସମ୍ଭାଳି ପାରିଲୁନି। ତ ଏଇ ଯେଉଁ ଛୋଟ ବେଡ଼ସିଟ୍ ନେଇଥିଲୁ ତାକୁ ଘୋଡ଼େଇ ଯାଇଥିଲୁ। ତାପରେ କ'ଣ କରୁଥିଲୁ, ଆମେ ଭୈରବନାଥଙ୍କୁ ଦର୍ଶନ କରିସାରିବା ପରେ ଆମେ ଆସିଯାଇଥିଲୁ ତଳକୁ। ତାଙ୍କର ମାନେ ଅପୋଜିଟ୍ ସାଇଡ଼୍ରେ ହିଁ ରାସ୍ତା ଅଛି ଆସିବା ପାଇଁ। ତାପରେ ଆମେ ଏଠି ଆସିକି ଦେଖିଲୁ ତ ହେଲିକପ୍ଟର ବି ଯିବା ଆସିବା ହେଉଛି, ମାନେ ହେଲିକପ୍ଟର ବି ସୁବିଧା ଅଛି। ପର୍ ପର୍ସନ୍ ଅଛି 2150 ଟଙ୍କା। ଆପଣମାନେ ଯେତେ ଜଣ ଯାଇପାରିବେ ସେ ଅନୁସାରେ ପଇସା। ଆଉ ଆଗରୁ ବି ଆପଣମାନଙ୍କୁ ଦେଖେଇଥିଲି ସବାରି ହେଇଗଲା, ଘୋଡ଼ା ହେଇଗଲା, ଏଗୁଡ଼ାକରେ ବି ଯାଇ ଆସିପାରିବେ ଆପଣମାନେ। ଆଉ ଯଦି ଆପଣମାନଙ୍କ ପାଖରେ ବେଶୀ ପଇସା ଅଛି ତାହେଲେ ହେଲିକପ୍ଟର ବି ଯାଇ ଆସିପାରିବେ, କିଛି ବି ଅସୁବିଧା ନାହିଁ। ଇଏ ମର୍ଣ୍ଣିଂର, ମାନେ ରାତି ସାରା ଏମିତି ହେଲିକପ୍ଟର ଚାଲୁଛି, ରାତି ଦିନ 24 ଘଣ୍ଟା। କାହିଁକିନା ବହୁତ ଭକ୍ତ ଆସୁଛନ୍ତି ନା ମାଆଙ୍କୁ ଦର୍ଶନ କରିବା ପାଇଁ, ତ ଏମିତି ଦିନ ରାତି ଚାଲିଥିଲା। ସେ ଭିତରେ ଆମେ ତାପରେ ସବୁ ଦେଖି ତାପରେ ତଳକୁ ଆସୁଛୁ, ମାନେ ଅପୋଜିଟ୍ ସାଇଡ଼୍ରେ। ଦୁବାରା ପୁଣି ଥରେ ଯିବେନି ମାଆଙ୍କୁ ଦର୍ଶନ କରିବା ପାଇଁ, ଅପୋଜିଟ୍ ସାଇଡ଼୍ରେ ହିଁ ରାସ୍ତା ଅଛି। ଯଦି ବି ଜାଣିପାରୁନାହାନ୍ତି ସେଠି କାହାକୁ ବି ପଚାରିଦେବେ କି ତଳକୁ ଯିବା ପାଇଁ ରାସ୍ତା କେଉଁଠି, ତ ଆରାମସେ ସେପଟୁ ଆସିଯିବେ। କାହିଁକିନା ଗଡ଼ାଣି ରାସ୍ତା, ତ ଆରାମସେ ଆପଣମାନେ କମ୍ ସମୟରେ ଆସିଯିବେ। ଆମେ ଗଲାବେଳେ ଆମକୁ ଲାଗିଯାଇଥିଲା 7-8 ଘଣ୍ଟା, କିନ୍ତୁ ଫେରିଲା ବେଳେ ଆମକୁ 4 ଘଣ୍ଟା ଲାଗିଥିଲା। ଯେହେତୁ ଗଡ଼ାଣି ତ ଫଟାଫଟ ଆମେ ଆସିଯାଇଥିଲୁ, ଏତେ ବି ଟାଇମ୍ ଲାଗିନଥିଲା। ତ ଆପଣମାନେ ବି ସେମିତି ଆସିବେ, ଦେଖିପାରୁଥିବେ। ଆଉ ଆସିଲା ବେଳେ ଏତେ କଷ୍ଟ ବି ଲାଗିଲାନି, ଏତେ ବି ଆମେ ରେଷ୍ଟ ନେଇନୁ, କମ୍ ସେ କମ୍ ରେଷ୍ଟ ନେଇଛୁ। କାହିଁକିନା ୱେଟିଂ ହଲ୍ରେ ଦେଖି ଆମେ ଟିକେ ରହିଯାଇଥିଲୁ। ସେଠୁ ୱାସରୁମ୍ ଯାଇ ଯିଏ ଯାହାର ଗାଧୁଆ ସାରି ନେଇଥିଲେ। ମୋବାଇଲ୍ ବି ଚାର୍ଜ ବସେଇଥିଲୁ, ଆଉ ମୋବାଇଲ୍ ଚାର୍ଜ ବସେଇବାର ବି ସୁବିଧା ଅଛି। ଚାର୍ଜ ବସେଇ ତାପରେ ଆମେ ତଳକୁ ମାନେ ଆସିଥିଲୁ କିଛି ସମୟ ପରେ। ତ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ଆମେ ଚାଲି ଯାଉଛୁ। ଏଇପଟ ରାସ୍ତାରେ ବି ଲୋକମାନେ ଉପରକୁ ଯାଉଛନ୍ତି, କିନ୍ତୁ ଭୁଲ ବଶତଃ ଏପଟେ ଯିବେନି। ଯଦି ବା ଯିବେ ଆପଣଙ୍କୁ ବହୁତ କଷ୍ଟ କରିବା ପାଇଁ ପଡ଼ିବ, କାହିଁକିନା ଏଇଟା ପୁରା ସଡନ୍ ଉଠାଣି ହେଇଛି ଯେଉଁ ରାସ୍ତାରେ ଆପଣମାନେ ଫେରୁଛନ୍ତି। ଆମେ ବି ଭୁଲରେ ସେଇ ରାସ୍ତାରେ ପଳେଇ ଆସିଥିଲୁ। ତ ଜଣେ ଆମକୁ କହିଲେ କି ଆପଣମାନେ ଭୁଲ ରାସ୍ତାରେ ଯାଉଛନ୍ତି, ଅଲଗା ରାସ୍ତାରେ ଯାଆନ୍ତୁ। ମାନେ ଭଗବାନ ହିଁ ମା ହିଁ ଆମକୁ ମଣିଷ ରୂପରେ ପଠାଇଥିଲେ ଜଣକୁ, କହିବା ପାଇଁ କି ଆମେ ଏତେ କଷ୍ଟ ନା କରୁ ବୋଲି। ତ ତାପରେ ଆମେ ଅଲଗା ରାସ୍ତାରେ ଯାଇଥିଲୁ, ଯେଉଁପଟେ ମାନେ ସୁବିଧାରେ ପହଞ୍ଚି ପାରିବୁ ମାଆଙ୍କ ପାଖରେ। ତ ଦେଖିପାରୁଥିବେ ଆପଣମାନେ ଆସିଲା ବେଳେ ରାସ୍ତାରେ ଏମାନେ ବି ମଜା ନେଉଛନ୍ତି, ମାନେ ଖୁସିରେ ବିଭୋର ହେଇଯାଇଛନ୍ତି, ତ ନାଚିବାରେ ଲାଗିଛନ୍ତି। କାହିଁକିନା ମଝିରେ ଏମିତି ଢୋଲ ଫୋଲ ବଜେଇ ଲୋକମାନଙ୍କୁ ସେମାନେ ମାନେ ଇଏ କରନ୍ତି, ଉତ୍ସାହ କରନ୍ତି। ତ ସେ ଭିତରେ 2 ଜଣ ଥିଲେ, ତ ନାଚ କରିଥିଲେ। ସେଠି ଟିକେ ସମୟ ରହିକି ଦେଖି ନେଇଥିଲୁ। ଆଉ ଏମିତି ବହୁତ ଜାଗାରେ ଖୁସିରେ ନାଚ ବି କରୁଛନ୍ତି। ତ ତାପରେ ଆମେ ଦେଖି ସାରିବା ପରେ ଏମିତି ଆସୁଛୁ, ଦେଖିପାରୁଥିବେ କେତେ ଜୋର ଭିଡ଼ ହେଇଛି। ଲୋକମାନେ ଏଇ ରାସ୍ତା ଦେଇକି ବି ଯାଉଛନ୍ତି ଆଉ ଫେରୁଛନ୍ତି। ତ ତାର ଯିବା ପାଇଁ 2ଟି ରାସ୍ତା ଅଛି। ଆଉ ଦେଖିକି ଯଦି ବି ଜାଣିପାରୁନାହାନ୍ତି ଦେଖିକି ପଚାରିକି ଯିବେ। ଯେତେବେଳେ ଆପଣମାନେ ଅର୍ଦ୍ଧକୁଆରୀଙ୍କୁ ଆସୁଛନ୍ତି ସେଠି କାହାକୁ ବି ପଚାରି ନେବେ କି ଭବନକୁ ଯିବା ପାଇଁ ରାସ୍ତା କେଉଁଠି, ତ କେହି ବି କହିଦେବେ। ତ ଏମିତି ଆପଣମାନେ ଦେଖିପାରୁଥିବେ ଆମେ ପୁରା ତଳକୁ ଆସିଯାଇଛୁ। ଆଉ ଆସିବା ପରେ ନା ତଳେ ମୋର ଚାଲିବାର କୌଣସି ବି ମାନେ ମୋ ପାଖରେ ସେତିକି ଶକ୍ତି ହିଁ ନଥିଲା, ବଳ ହିଁ ନଥିଲା। ମୁଁ ବହୁତ ଥକି ଯାଇଥିଲି, ମାନେ ଚାଲିବା ପାଇଁ ମୋ ପାଖରେ ଏତିକି ଟିକେ ବି ବଳ ନଥିଲା। କିନ୍ତୁ କାହିଁକି କେଜାଣି କୁଆଡ଼ୁ ବଳ ଆସିଲା। ତାପରେ ସମସ୍ତେ କହିଲେ କି ଚାଲ, ଯେହେତୁ ଆମେ ଏତେ ଦୂରରୁ ଆସିଛୁ ତ ସମସ୍ତେ କହିଲେ ଚାଲ ଆମେ ଜାମୁର ମାନେ ମାର୍କେଟଟା ପୁରା ବୁଲିକି ଦେଖିବା କେମିତି କ'ଣ ଲାଗୁଛି। ତ ତାପରେ ଆମେ ଚାଲି ହିଁ ବୁଲିଲୁ। ଆଉ ଏଇ ପାହାଡ଼ଟା ଯେଉଁ ଦେଖୁଥିବେ, ଏ ପାହାଡ଼ଟା ପୁରା ଆମେ ଆଗରୁ ପଛ ଚାରିଆଡ଼େ ବୁଲି ଦେଖିଲୁ। ଆଉ ଆପଣମାନେ ଭାବୁଥିବେ କି ଏତେ ଛୋଟ ପାହାଡ଼ ଦେଖାଯାଉଛି, କିନ୍ତୁ ଏତେ ଛୋଟ ବି ନୁହଁ। ଦେଖିବା ପାଇଁ ଏତେ ଛୋଟ, କିନ୍ତୁ ବୁଲିବା ପାଇଁ ଏତେ ସମୟ ଲାଗିଯାଉଛି। ତ ତାପରେ ଏମିତି ଆପଣମାନେ ଦେଖିପାରୁଥିବେ ଆପଣଙ୍କ ସାମ୍ନାରେ ଇଏ ହେଉଛି ଜାମୁର ମେନ୍ ମାର୍କେଟ। ତ ମାର୍କେଟ ଭିତରେ ଆମେ ଚାଲିଲୁ।
ଆଉ ଖାଇବା ପିଇବାର ବ୍ୟବସ୍ଥା ବି ଦେଖୁଥିଲି କେଉଁ ଜାଗାରେ କ'ଣ ଭଲ ମିଳିବ। ଭଲ ତ ଆମେ ଜାଣିପାରିଲୁନି, ମାନେ ଯେଉଁଠି ବି ମିଳିବ ଖାଇ ନେବୁ, କାହିଁକିନା ଭଲ ବୋଲି ତ କେଉଁଠି ଲେଖାଯାଇନଥାଏ କି ଏଇଟା ଭଲ ଖାଇବାକୁ ମିଳୁଛି। ଆଉ ଜଣାଶୁଣା ହେଇଥିଲେ ଯେମିତି ଆମ ନିଜ ମାର୍କେଟରେ ବୋଲେ ଆମେ ଜାଣିଛନ୍ତି ଏଇ ଜାଗାରେ ଭଲ ଖାଇବା ମିଳୁଛି, ଏ ଜାଗାରେ ଭଲ ମିଳୁନି। କିନ୍ତୁ ଯେହେତୁ ଆମ ପାଇଁ ନୂଆ ମାର୍କେଟ ଥିଲା ତ ଦେଖି ନେଉଛୁ, କେଉଁଠି ବି ଦେଖି ଖାଇ ନେଇଯିବୁ। ଆଉ ସତ କହିବାକୁ ଗଲେ ମୁଁ ବହୁତ ଥକି ଯାଇଥିଲି, ବହୁତ ମୁଁ ମାନେ ଏତେ ଥକିଥିଲି ମୁଁ କହିପାରୁନି। ଆଉ ମୁଁ ବି ଭିଡ଼ିଓ ନିଜେ ବନେଇନି, ଭାଇ ଯେଉଁ ଦେଖୁଛନ୍ତି ଭାଇ ଭିଡ଼ିଓ ବନେଇଥିଲି, ତାଙ୍କୁ ମୁଁ ମୋବାଇଲ ଦେଇଥିଲି କି ଭାଇ ଆପଣ ଯାହା ବି ଭିଡ଼ିଓ ବନେଇ ପାରୁଛନ୍ତି ବନାନ୍ତୁ, ମୋର ତ ହୋସ୍ ହିଁ ନାହିଁ, ହାଲତ ବି ପୁରା ଢିଲା, ମୁଁ ବନେଇ ପାରିବିନି, କେବଳ ଚାଲି ଚାଲି ହିଁ ଯିବି। ଆଉ ଭିଡ଼ିଓ ବନେଇ ଯଦି ଯିବି ମୁଁ ଆହୁରି ବହୁତ ମାନେ ୱିକନେସ୍ ହେଇଯିବି। ତ ଏଇ ଭାଇ ହିଁ ଯେତିକ ଯାହା ଭିଡ଼ିଓ ଦେଖୁଛନ୍ତି ବର୍ତ୍ତମାନ ରିଟର୍ନ ଭିଡ଼ିଓ, ସେ ଭାଇ ହିଁ ବନେଇଥିଲେ। ଭାଇଙ୍କୁ ଧନ୍ୟବାଦ ମୋ ପାଇଁ ଭିଡ଼ିଓ ବନେଇ ଦେଇଥିବାରୁ। ଆଉ ସେ ଭାଇ ବି ଭିଡ଼ିଓ ବନାଉଛନ୍ତି। ସେ ଭାଇଙ୍କର ଚ୍ୟାନେଲ୍ ନାଁ ହେଉଛି ଅଲ୍ ଇନ୍ ୱାନ୍ ଓଡ଼ିଆ କ୍ରିଏଟର୍। ତ ସେ ଭାଇ ବି ୟୁଟ୍ୟୁବ୍ ବନାଉଛନ୍ତି, ଆଉ ସିଏ ତାଙ୍କର ବି ବନାଉଥିଲେ, ତା ସହିତ ମୋର ବି ବନାଉଥିଲେ। ତ ସେଇ ଭିତରେ ଆମେ ତାପରେ କଟରା ରେଲୱେ ଷ୍ଟେସନକୁ ଆସିଯାଇଛୁ। ଆଉ କଟରା ରେଲୱେ ଷ୍ଟେସନରେ ଯିବା ପାଇଁ ଗୋଟେ ରାସ୍ତା ଆଉ ଫେରିବା ପାଇଁ ଆଉ ଗୋଟେ ରାସ୍ତା। ସେ ଗୋଟେ ରାସ୍ତାରେ ନା ଯିବା ମାନେ ଅଲଗା ରେଲୱେ ଷ୍ଟେସନରେ ଏକ୍ଜିଟ୍ ଆଉ ଏଣ୍ଟ୍ରି ଗୋଟେ ରାସ୍ତା ହିଁ ଥାଏ, କିନ୍ତୁ ଏଠି ନୁହଁ, ଏକ୍ଜିଟ୍ ପାଇଁ ଅଲଗା ରାସ୍ତା ଆଉ ଏଣ୍ଟ୍ରି ପାଇଁ ଅଲଗା ରାସ୍ତା। ତ ଆମେ ଆସିକି ତାପରେ ଷ୍ଟେସନରେ ପହଞ୍ଚି ଯାଇଛୁ। ଆସି ଏଠି ସମସ୍ତେ ରେଷ୍ଟ ନିଅନ୍ତି। ଏଇ ଜାଗାରେ ବି ମୁଁ ବି ଶୋଇଯାଇଥିଲି 2 ଘଣ୍ଟା। ଶୋଇଲା ପରେ ମୋତେ ଟିକେ ଶାନ୍ତି ଲାଗିଲା, କାହିଁକିନା ମୁଁ ଯେତେବେଳେ ଆସିଲି ମୋ ହୋସ୍ରେ ନଥିଲି, ମୁଁ ଏକଦମ ଶୋଇପଡ଼ିଲି 2 ଘଣ୍ଟା। ତାପରେ ଉଠିଲି, ୱାସରୁମ୍ ଏରିଆ ଯାଇ ଫ୍ରେଶ୍ ହେଇଗଲି। ତାପରେ ମୋ ହଜବେଣ୍ଡ ଆଉ ତାଙ୍କ ଫ୍ରେଣ୍ଡ ସିଏ ବି ଟିକେ ସମୟ ଶୋଇଯାଇଥିଲେ, ଦେଖିପାରୁଥିବେ ଆପଣମାନେ। ମାନେ ଏମିତି ଟିକେ ହେଇକି ଶୋଇଲୁ। ଜଣେ ସାମାନ ଜଗୁଥିଲା ଆଉ 2 ଜଣ ଶୋଉଥିଲେ, ଏମିତି ଚାଲିଥିଲା ଆମର। ଆଉ ଶୋଇଲା ପରେ ହିଁ ଟିକେ ଭଲ ଲାଗିଲା। ଭଲ ତ ଲାଗିଲା, କିନ୍ତୁ ଗୋଡ଼ରେ ବହୁତ ଦରଦ ହେଉଥିଲା। ତ ତାପରେ କ'ଣ ଭାବିଲୁ କି ଚାଲ ଷ୍ଟେସନକୁ ମାନେ ପ୍ଲାଟଫର୍ମ ପାଖକୁ ପଳେଇବା। ତ ଏମିତି ହେଇକି ଆମେ ପ୍ଲାଟଫର୍ମକୁ ପଳେଇ ଆସିଲୁ। ଯେହେତୁ ଆମେ ଚାଲି ପାରୁନଥିଲୁ ଠିକ୍ସେ, ତ ଭାବିଲୁ କି ଚାଲ ଟିକେ ଧୀରେ ଚାଲି ଯାଇକି ଆମ ପ୍ଲାଟଫର୍ମରେ ପହଞ୍ଚିଯିବା, ଆଉ ଟ୍ରେନ୍ ବି ଲାଗିଯିବ କି କ'ଣ ହେବ ଦେଖିବା। ତ କିନ୍ତୁ ଆମ ପାଇଁ ବହୁତ ସସ୍ପେନ୍ସ ଥିଲା ମାଆଙ୍କୁ ଦର୍ଶନ କରିବା ଟାଇମ୍ରେ। ଯେହେତୁ ଆମେ ଭୁଲ ରାସ୍ତାରେ ଯାଉଥିଲୁ, ଉଚ୍ଚା ରାସ୍ତାରେ ଯାଇଥାନ୍ତୁ, ବହୁତ ହଇରାଣ ହେଇଥାନ୍ତୁ, କିନ୍ତୁ ସେଠି ଜଣେ ଲେଡ଼ି ଆସି କହିଲା କି ତମେ ଭୁଲ ରାସ୍ତାରେ ଯାଉଛ। ତ ପୁଣି ଥରେ ଆମେ ଅଲଗା ରାସ୍ତାରେ, ମାନେ ଯେଉଁ ରାସ୍ତାରେ ଯିବା କଥା ସେଇ ରାସ୍ତାରେ ଗଲୁ, ଆସାନୀ ରାସ୍ତାରେ, ଏତେ ହଇରାଣ ହେଇକି ଯାଇଥାନ୍ତୁ। ଆଉ ଏମିତି ବହୁତ ସସ୍ପେନ୍ସ ଆମ ପାଇଁ ଥିଲା। ତ ଚାଲନ୍ତୁ ତାପରେ ଆଗକୁ ଗଲେ ଆଉ ଗୋଟେ ସସ୍ପେନ୍ସ ଆମ ପାଇଁ ଅଛି, ଆପଣମାନେ ଦେଖିବେ। ଇଏ ବି ଭଗବାନଙ୍କର କିଛି ମାନେ ମାଆଙ୍କର କିଛି ଆଶୀର୍ବାଦ ଆମ ପାଇଁ, ମାନେ ମୁଁ ନିଜେ ଅନୁଭବ କରୁଛି, ନିଜେ ଜାଣିପାରୁଛି ଯେ ମାଆ ଚାହୁଁଥିଲେ କି ଏମାନଙ୍କୁ କଷ୍ଟ ନ ହଉ ବୋଲି, ସେଇଥିପାଇଁ। କାହିଁକିନା ବହୁତ ମୋ ଗୋଡ଼ରେ ତ ବହୁତ ପେନ୍ ଥିଲା, ମୁଁ ଚାଲି ବି ପାରୁନଥିଲି ଠିକ୍ସେ। ତ ମୁଁ ଭାବିପାରିଲି କି ମାନେ ନିଜେ ଅନୁଭବ କଲି କି ମାଆଙ୍କର ହିଁ ଏଇଟା ଇସାରା ଥିଲା। କାହିଁକିନା ମାଆଙ୍କର ଇସାରା ବିନା ଗଛର ପତ୍ର ବି ହଲି ପାରିବନି, ଏଇଟା ତ ଆପଣମାନେ ନିହାତି ଜାଣିଥିବେ। ଆଉ ସେମିତି ଆମ ସହିତ ହେଇଥିଲା, କେଉଁଠି ବି କିଛି ପ୍ରୋବ୍ଲେମ୍ ହେଇନି। ଆଉ ମାଆଙ୍କର ଇସାରାରେ ଆମେ ବହୁତ ଭଲରେ ମାଆଙ୍କୁ ଦର୍ଶନ କରି ଆସିପାରିଲୁ। ଆଉ ସସ୍ପେନ୍ସ ହେଉଛି ଏଇଆ କି ଏ ଟ୍ରେନ୍ ଦେଖିପାରୁଛନ୍ତି ନା, ଆମେ ପ୍ଲାଟଫର୍ମକୁ ଆସିଥିଲୁ ସତ, କିନ୍ତୁ ଆମେ ଭାବିନଥିଲୁ ଆମ ଟ୍ରେନ୍ ଏତେ ଜଲ୍ଦି ଲାଗିଯାଇଥିବ। ମାନେ 3 ଘଣ୍ଟା ପୂର୍ବରୁ ଏ ଟ୍ରେନ୍ ଆମର ଲାଗିଯାଇଛି। ଆପଣମାନେ ଦେଖୁଥିବେ କୋଟା ଏ ଟ୍ରେନ୍ଟା ଆମର ଲାଗିଯାଇଥିଲା 3 ଘଣ୍ଟା ପୂର୍ବରୁ। ଆମେ ମାନେ ଦେଖିକି ଏତେ ଖୁସି ହେଇଯାଇଥିଲୁ। ଟ୍ରେନ୍ରେ ଗୋଟେ ବି ଲୋକ ନଥିଲେ। ପ୍ରଥମେ ଆମେ ଏଣ୍ଟ୍ରି କରିଥିଲୁ ଏ ଟ୍ରେନ୍ରେ, ମାନେ କେହି ବି ଜାଣିନଥିଲେ କି ପ୍ଲାଟଫର୍ମରେ ଆସିକି ଟ୍ରେନ୍ ଲାଗିଯାଇଥିଲା। ତ ଆମେ ବି ଦେଖି ବହୁତ ଖୁସି ହେଇଯାଇଥିଲୁ। ତ ଟ୍ରେନ୍ ଭିତରକୁ ଏକଦମ ସେ ଆମେ ଚଢ଼ିଗଲୁ, ଯେହେତୁ ଖାଇବା ପିଇବା ସବୁ ନେଇକି ଆସିଥିଲୁ। ତାପରେ ବସି ଟ୍ରେନ୍ରେ ବିନ୍ଦାସରେ ଖୁସିରେ ସବୁ ଆମ ଟ୍ରେନ୍ ଆସିଯାଇଛି। ଆମ ଟ୍ରେନ୍ ଅଛି ମାନେ ଛାଡ଼ିବ 10:30ଟାରେ, କିନ୍ତୁ ବର୍ତ୍ତମାନ କେତେଟା ହେଇଛି 8:26। ଆମେ ଆସିଲୁ ତ ଦେଖିଲୁ ମାନେ ଟ୍ରେନ୍ ଲାଗିଯାଇଛି। ତ ଟ୍ରେନ୍ ଭିତରେ ବିନ୍ଦାସରେ ବସିବୁ, ଏବେ ଖାଇବୁ, ତାପରେ ଟ୍ରେନ୍ ଯେତେବେଳେ ଛାଡ଼ି ଯିବୁ ଆଉ। କାହିଁକିନା ଟ୍ରେନ୍ ଡୋର୍ ଦେଇ ବସିଲେ ଟିକେ ଭଲ ଲାଗିବ, ଗରମ ହେବ ଟିକେ, ଆଉ ବାହାରେ ତ ଶୀତ ପ୍ରବଳ ହେଉଛି, ତ ସେଥିପାଇଁ ଆମେ ଆସିଯାଇଛୁ। ତ ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ମର୍ଣ୍ଣିଂ ହେଇଯାଇଛି, ଆମେ ଉଠି ଯାଇଛୁ ସବୁ। କାହିଁକିନା ନାଇଟ୍ରେ ଏତେ ଜୋର ଥକି ଯାଇଥିଲୁ, ଏତେ ହାଲିଆ ହେଇଯାଇଥିଲୁ। ଆମେ ବୋଲି ନୁହେଁ, ଯେଉଁମାନେ ବି ସବୁ ଯାଇଥିଲେ ଆଉ ଏ ଟ୍ରେନ୍ରେ ଯେଉଁମାନେ ବି ବସିଥିଲେ ସମସ୍ତେ ଆସିକି ଆରାମସରେ ଖାଇ ଦେଇକି ସବୁ ଶୋଇଯାଇଥିଲେ। ତ ଆମେ ବି ସେମିତି ଶୋଇଯାଇଥିଲୁ। ଯେହେତୁ ଆମ ଟ୍ରେନ୍ ଲାଗିବ ଦିଲ୍ଲୀରେ
1:30 2टाରେ ଆମେ आरामसे बिंदास शोई जाइलु। तापर मॉर्निंग रो एमती उठी टिके टिके वीडियो बनै नेली। आउ एई जगहटा देखि पारथुए केते गुडा फसल है। आपण माने भाबुथिबे धान कि किछि, किंतु नाही, बिल्कुल भी नाही। एठी आपण माने जुआडे भी जाउछन्ती जांतु, केवल गहम चाष ही देखिबे। आउ आपणकर आखि जो पर्यंत पाउछि सेई पर्यंत पूरा सब गहम ही गहम चाष। आउ गहम चाष करवाटा बहुत इजी। आमर जेमती धान चाष कले तार नीति नियम थाउछि, एमती घास बाछिबो, एमती गछ लगेइबो, आउ एमती पानी मड़ेइबो, किंतु एथिरे किछि भी दरकार नाही। माने पूरा नॉर्मल, एमती नाही कि कष्ट करिया पड़ुनी, पड़ुछि किंतु एते भी नुह जेमती धान चाष रे हुए। मु तो जानि नथली, मोर जण फ्रेंड कहिथिले, एइठर फ्रेंड, तो सेइथ पय मु जानिछि। आउ एठी प्राय सब जगह गहम चाष आपण माने देखि पाउथिबे। तो तापरे आमे आसीकी दिल्ली पाखापाखि पहुँची गलुणु। जेहेतु बर्तमान आम दिल्ली न्यू दिल्ली रेलवे स्टेशन आसुची, तो मु बहुत खुशी और बहुत एक्साइटेड अच्छी कि केते जल्दी आसो स्टेशन, मुझे जल्दी ओह्लैबी और मो घर को जीवी। तो एमती मो मन था और बहुत खुशी लगे माँ को दर्शन करी। आपण मैंने जल्दी जल्दी आसनी मो वीडियो देखी और जल्दी आसिक बुलिक जातु, बहुत भल लगे, बहुत खुशी लगे, आमको भी बहुत खुशी लगे। मो मध्यम आपण मैंने वीडियो देखी, आपण मैंने देखी नि मत बहुत सारा भल पाइबा दिखाँ। आपण भल पाइबा ऊपर जावाई चाहूँगी। आपण बिना भल पाइबारे मुझे भी ऊपर को जापरि ना। तो निहाती मो वीडियो को देखी लाइक शेयर सब्सक्राइब निहाती करदेवे। आ वर्तमान चलतु देखा, जेहेतु आम न्यू दिल्ली रेलवे स्टेशन पाखे आसला, देखा केते जल्दी ट्रेन लगुच और केते जल्दी आमे जाउछु घर को। आ मु पूरा होश रे नथिली, आपण मानक आगर भी कहि नेछि। आ चलतु देखा केते जल्दी स्टेशन रे लगुच ट्रेन। आ माँ को भी आमे कहिकी आसीचु, माँ पुणी थरे आमको केबे बुलावा देवे, पुणी थरे आमे आसीबु। कहीं ना माँ को बिना बुलावे आपण माने केबे भी जाई परिबे नहीं, कि केही भी जाई नांती। तो एमती तापरे आमे आसी न्यू दिल्ली रेलवे स्टेशन रे पहुंची जाइछु। आपण माने देखि पाउथे। आउ बहुत खुशी भी लागुथला कि केते जल्दी आमे आसी पहुंची गले न्यू दिल्ली रेलवे स्टेशन रे। माने कटरा रेलवे स्टेशन सोइलु, पुणी सकाळ पाइला बेले न्यू दिल्ली रेलवे स्टेशन। माने खुशी नहीं, माने एते हालिया ना, सेति आमे सोई जाइतिलु। आउ आसिकी पहुंची गलु वर्तमान। वेलकम टू न्यू दिल्ली। तो चलतु देखा न्यू दिल्ली देखी नियंतु। आपण माने प्रायतः समस्त देखी भी नथिबे, तो देखी नियंतु। वर्तमान आम ओह्लै जाइछु प्लाटफॉर्म रे। वर्तमान सीढ़ी चढ़ी चढ़ी चलिबो। आ मोर तो हालत बहुत सांघातिक हो जाइतिला। आपण माने देखि पारथि, मु स्लीपर नेकी जाइतिली, शूज नेकी जाइतिली। जेहेतु शूज पिंधिकी पूरा बुलिली, किंतु शूज पिंधिकी मु आसीबा अवस्था नथिली, तो स्लीपर पिंधिकी आसिली। जेहेतु मु चाली भी पारु नथिली, मो गोड़े बहुत माने प्राय लोक जो माने जाइछन, प्राय लोक एमती हो जाइछि। आ मु भी चली पारु नथिली। माने सीढ़ी चढ़िबा उठिबा बेले मते बहुत कष्ट होउतिला, गोड़ गुड़ा बहुत दरज होउतिला। तो मु धीरे धीरे ही चलुथिनि। देखुथि सीढ़ी चढ़िके आसुछि मु केमती। माने समस्तंकर एई अवस्था, जो माने भी जाइछन प्राय लोकर एई अवस्था। तो मु टिके बेसी ही जाइथिली। तो जेहेतु मु टिके हेल्दी अछि ना, तो सेति पय तापर आमे कैब बुक करथिलु, तापर घर को जाइथिलु। तो संग माने मो वीडियोटी आपण मानू केमती कोन लागिछि कमेंट माध्यम रे निहाती जणैबे। आ भल लागिथिले लाइक शेयर सब्सक्राइब निहाती करदेबे। आउ मु पुणी थरे आपण मानू नुआ वीडियो आपण मानन पय नै आसीबी। आपण माने एमती वेट करथांतु आ नुआ वीडियो देखिया पय। जेहेतु मो पाखरे पेशेंस नथिला, मु वीडियो बनै पारनी। तो रहिली संग माने राधे राधे।